मोरा बरसा डाला जन्मदिन आज मोरा बरसा डाला दबता में माते उपहार दबता में माते उपहार के तात मोरा के तात मोरा के तात मोरा के तात मोरा बापरे आम भाणजी केमिति कालो कर बापा बापा सर पूरा पूरी झालो मो मनारा कथाई भी काही देवी कसा पिता तुम्हारा गाउची मो मनारा कथाई भी काही देवी कसा पिता तुम्हारा गाउची कयाची छावर बुढी जगाला करियाची छावर बुझिबी सकल यमते उपहार यमते उपहार हे तात मोरा हे तात मोरा हे तात मोरा हे तात मोरा ଆଉ ନାଚି ପାରିବିନି देखिलो महाराज आम गला झियार बापा ମାଲ ଗହଣ କରୁଛି ଶୁଣୁଛନ୍ତି ବାପା ଆରେ ମା କହୁନ ମୋ ସାଙ୍ଗ ମେଘ ସହିତ ସେଇ ଜଙ୍ଗଲକୁ ବୁଲିବାକୁ ଯିବି ବାପା ଏ ଜଙ୍ଗଲ ବୁଲି ବାପା ଆରେ ଏତେ ବଡ଼ ଜଙ୍ଗଲରେ ବ୍ୟାଘ୍ର ଜନ୍ତୁ ମାନେ ଅନେକ ଅଛନ୍ତି महाराज ଆରେ ସେ ବ୍ୟାଘ୍ର ହାବୁଡ଼ାରେ ତୁ ଯଦି ପଡ଼ିଯିବୁ ତାହେଲେ ତୋ ପରି ଝିଅ ପାଇବି କୋଉଠୁ ବାପା ପାଇବା ଆଉ ଅନ୍ୟ କିଛି କହିଯା ମ ବାପା ଆରେ କହୁନ ଦେଖନ୍ତୁ ବାପା ମୁଁ କଣ ଛୋଟ ପିଲା ହେଇଛି ଯେ ସେଇ ଜଙ୍ଗଲରେ ହାତୀ ଯିବି କହିଲା ବାପା ମୁଁ ଯଦି ସେଇ ଜଙ୍ଗଲକୁ ବୁଲିବାକୁ ନ ଆସିବି ତାହେଲେ ଦେବାଦେବ ମହାଦେବଙ୍କୁ ମୁଁ କେମିତି ପୂଜା ଅର୍ଚ୍ଚନା କରିବେ ବାପା ନାଇଁ 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 ଏ ଅଗରମାରେ आज्ञा महाराज ସିଏ ଯିବ ଜଙ୍ଗଲ ବୁଲି आज्ञा ସେଇ ଜଙ୍ଗଲରେ ମହାଦେବଙ୍କର ମନ୍ଦିର ଅଛି मंदिर अछि महाराज ସେଇ ମନ୍ଦିରରେ ପୂଜା ଅର୍ଚ୍ଚନା କରି ସେ ଘରକୁ ପୁଣି ଥରେ आज्ञा ଆଜକେ ଅନେକ ଦିନ ହେଲା आज्ञा महाराज ହେଲେ କୋଉ ଦିନ ତା ମନଟାକୁ ଉଣା କରିନାହିଁ नहीं महाराज ଆଜି ଯଦି ତା ମନକୁ ଉଣା କରିଦେବା ଆଚ୍ଛା, ଆଚ୍ଛା, ଆଚ୍ଛା। ତାହେଲେ ଭଲ ହବ ନାହିଁ ଶୁଣ आज्ञा ମୋ ଝିଅ ଯିବ ଜଙ୍ଗଲ ବୁଲିବା ପାଇଁ, जंगल बुलिबाको जीव ତା ସାଙ୍ଗସାଥି ସହିତ आज्ञा ହେଲେ ପଛରେ ପଛରେ ତୁ ରହିବାକୁ ପଡ଼ିବ ରେ ई पछरे पछरे आज्ञा महाराज ସେଇଠି ବଡ଼ ବଡ଼ ବାଘ ବାଳ ଅଛି ଆଉ ଯଦି ମତେ ଖାଇଦେବ ଏଇ ଆମ ଭାଣଜିଟା ଏଇ ଜଙ୍ଗଲ ସେଇ ଜଙ୍ଗଲ ବୁଲି ବୁଲି ସେଇଟା ପୁରା ଦିନଟା କାଟୁଛି
ଆପଣଙ୍କୁ କିଛି ଖାଇବାକୁ କିଏ ଦେବ? ଏ ଅକର୍ମ ଆଜ୍ଞା ମହାରାଜ। ମୋ କଥାକୁ ଅମାନ୍ୟ କରି ଚାଲୁଛୁ କଣ ପାଇଁ? ନାହିଁ ଆଜ୍ଞା, ମୁଁ କ'ଣ କହୁଥିଲି? ଯୋଉଟା କହିବି ଅକ୍ଷରେ ଅକ୍ଷରେ ପାଳନ କରିବୁ। ଗୋଲା ପଡ଼ିଛଟା। ଯଦି ପାଳନ ନ କରିବୁ ଆଜ୍ଞା ଏ ମୋ ରାଜ୍ୟରୁ ତତେ ନିର୍ବାସିତ କରିଦେବି। ଆଜ୍ଞା ମହାରାଜ। ମୋ ଝିଅ ତା ଖୁସି ମନରେ ଯିବ ଜଙ୍ଗଲ ବୁଲିବା ପାଇଁ। ଜଙ୍ଗଲ ବୁଲିବାକୁ। ତା ପଛରେ ପଛରେ ରହିକି ତୁ ରହିବୁ। ଆଉ ଯଦି ଯେତେବେଳେ ବିପଦ ପଡିବ ବିପଦରୁ ତୁ ଉଦ୍ଧାର କରିବୁ। ନାଇଁ ଆଜ୍ଞା, ଯଦି ଆମ ବାଣ ବାଘ ଭାଲୁ ଖାଇଦେବ? ଆରେ ଖାଇବ ନାହିଁ, ଆଉ ଯଦି ଖାଇଦେବ? କିଛି ଖାଇବ ନାହିଁ। ଆଜ୍ଞା ମହାରାଜ। ହେଲା, ଆଜ୍ଞା ଆରେ ବାପର ଆଶୀର୍ବାଦ ଅଛି। ଠିକ ଅଛି, ହଉ ଯିବୁ। ଆଜ୍ଞା। ହଉ ଠିକ ହେଲା। ଏ ମା ପ୍ରିୟଙ୍କା, ବାପା ତୋ କହିବା କଥାରେ ମୋ ଏକମତରେ ମା। ସତରେ ବାପା ଆମ ଗେଲା ଭାଲ ଯିବା। ମାମୁଁ ସତରେ କଳେ ମୁଁ ଜଙ୍ଗଲକୁ ବୁଲିବାକୁ ଯିବି। ନାଇଲୋ ମା, ସେଠି ବଡ଼ ବଡ଼ ବାଘ ଭାଲୁ ଅଛି, ଯିବୁନି? ବାପା ତୋ ମନଟାକୁ ଉଣା କରିବି କାହିଁକି ମା? ତୁ ଯେମିତି ଇଚ୍ଛା କରିଛୁ ସେମିତି ତୋତେ ମୁଁ ଆଦେଶ କରୁଛି। ହେଲେ ମା, ଏ ଘର ଠାରୁ ଯେମିତି ଖୁସିରେ ଯିବୁ ସେମିତି ଖୁସିରେ ଘରକୁ ଫେରିବୁ। ବାପା ମୋ ମନଟାକୁ ଉଣା କରିବୁ ନାହିଁ। ସତରେ ବାପା ହଁ ମା, ତାହେଲେ ମୁଁ ଆସୁ ବାପା। ଠିକ ଅଛି ମା। ଆଜ୍ଞା